ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଝଟକା ଆସିଛି। ପ୍ରକୃତରେ ବ୍ରାଜିଲ ଭାରତର ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବା ପାଇଁ ଆଲୋଚନା ବନ୍ଦ କରିଦେଇଛି। ରିପୋର୍ଟ ଅନୁସାରେ ବ୍ରାଜିଲ ଏହି ପଦକ୍ଷେପ ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାରାମିଟରରେ ଆକାଶ କ୍ଷେପଣାସ୍ତ୍ରର ଦୁର୍ବଳ ପ୍ରଦର୍ଶନକୁ ଉଲ୍ଲେଖ କରିଛି। ବର୍ତ୍ତମାନ ବ୍ରାଜିଲ ୟୁରୋପର ପ୍ରତିରକ୍ଷା କମ୍ପାନୀ ଏମ୍ବିଜିଏ ଆଡ଼କୁ ମୁହାଁଇଛି, ଯାହା ଉନ୍ନତ ମଡ୍ୟୁଲାର ଏୟାର ଡିଫେନ୍ସ ସଲ୍ୟୁସନ୍ ପ୍ରଦାନ କରେ। ଏହି ପ୍ରଣାଳୀ ପୂର୍ବରୁ ନାଟୋ ଦେଶଗୁଡ଼ିକରେ ବ୍ୟବହୃତ ହେଉଛି ଏବଂ ଏହାକୁ ନିର୍ଭରଯୋଗ୍ୟ ବୋଲି ବିବେଚନା କରାଯାଉଛି। ବ୍ରାଜିଲ ଗଣମାଧ୍ୟମ ଦି ରିଓ ଟାଇମ୍ସକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ ବ୍ରାଜିଲ ସେନା ଏବଂ ଏମ୍ବିଜିଏ ମଧ୍ୟରେ ଆଲୋଚନା ପ୍ରାୟ $1 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଏକ ଚୁକ୍ତିକୁ ନେଇ ରହିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବ୍ରାଜିଲ ଆକାଶକୁ ତୀବ୍ର ଗତି ଏବଂ ନିମ୍ନ ଉଚ୍ଚତା ଲକ୍ଷ୍ୟ ପାଇଁ କମ୍ ଉପଯୁକ୍ତ ବୋଲି ବିବେଚନା କରୁଛି। ତେବେ ଯୁଦ୍ଧରେ ଯେତେବେଳେ ହାଇବ୍ରିଡ୍ ଯୁଦ୍ଧ, ଡ୍ରୋନ୍ ଆକ୍ରମଣ ଏବଂ ସ୍ମାର୍ଟ ବୋମା ବର୍ଦ୍ଧିତ ଭାବରେ ବ୍ୟବହାର କରାଯାଉଛି, ବ୍ରାଜିଲ ଅନୁଭବ କରେ ଯେ ଏହି ବିପଦଗୁଡ଼ିକର ମୁକାବିଲା କରିବା ପାଇଁ ଆକାଶ ଯଥେଷ୍ଟ ନୁହେଁ। ବ୍ୟୁରୋ ରିପୋର୍ଟ, ଓଟି ଲାଇଭ୍। ଅଧିକ ଖବର ଦେଖିବା ପାଇଁ ଓଟି ଲାଇଭ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଖବରଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।